ବା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 462। ଜ୍ଞାନ 462ରେ ପ୍ରଭୁ ଲେଖୁଛନ୍ତି, ଅଜ୍ଞାନର ବଶବର୍ତ୍ତୀ ହୋଇ ଆମେ ସାନ ପିଲାଙ୍କ ପରି ଆଦୌ କାହାର ସାହାଯ୍ୟ ନ ନେଇ ସିଧା ହୋଇ ଚାଲିବାରେ ଆମର ସଫଳତାକୁ ନେଇ କେଡ଼େ ଗର୍ବ ଅନୁଭବ କରୁଥାଉ ଏବଂ ଆପଣାର ଉତ୍ସାହ ଦ୍ୱାରା ଏତେ ଅଧିକ ପରିମାଣରେ ବିସ୍ମୃତ ହୋଇ ରହିଥାଉ ଯେ ନିଜ ଜନନୀର ନିର୍ଭରଦାୟୀ ସ୍ପର୍ଶକୁ ନିଜର କାନ୍ଧ ଉପରେ ଆଦୌ ଅନୁଭବ କରିପାରୁନାହିଁ। ଯେତେବେଳେ ଅଜ୍ଞାନ ଚାଲିଯାଏ ଓ ଆମେ ଜାଗୃତ ହେଉ, ସେତେବେଳେ ଯାଇ ଆମେ ପଛକୁ ଅନାଉ ଏବଂ ଦେଖିବାକୁ ପାଉ ଯେ ସ୍ୱୟଂ ଈଶ୍ୱର ହିଁ ଆମକୁ ସର୍ବଦା ଆଗକୁ ବାଟ ଦେଖାଇ ନେଉଥିଲେ ଓ ଆମକୁ ସିଧା କରି ଧରିଥିଲେ। ଆମର ଯୋଉଟାକୁ ଆମେ ଆମର ଜ୍ଞାନ ଗାରିମା ଆମର ସମ୍ବଳ ବୋଲି ଭାବି ଗର୍ବ କରୁ ଏବଂ ତାକୁ ନେଇ କେତେ ନା କେତେ ପ୍ଲାନ୍ କରୁ ଏବଂ ନିଜର ସେ ଯୋଉ ବଡ଼ପଣିଆ ଏବଂ ମୁଁ ଯେ ଶ୍ରେଷ୍ଠ ସେଇଥିରେ ଆମେ କେମିତି ମତ୍ତ ହୋଇକି ରହୁ, ଆମର ଦୈନନ୍ଦିନ କାର୍ଯ୍ୟ ଭିତରେ ସେଗୁଡ଼ିକୁ ଆମେ କେହି ସଚେତନ ହେଇନଥାଉ। କେହି ସଚେତନ ହେଇନଥାଉ। ଆପଣ ଦେଖିବେ ବ୍ୟକ୍ତିମାନେ, ଆମେ ଯୋଉ ମଣିଷ ମାନେ ନିଜର ଧାରଣା, ନିଜର ଅନୁଭବ, ନିଜର ଅଭିଜ୍ଞତା ଏବଂ ନିଜର ଯୋଉ ସ୍ୱଳ୍ପ ବି କହିଲେ ମୁଁ ଭାବେ ଯେ ସ୍ୱଳ୍ପ ବି କହିଲେ ବୋଧେ ବେଶୀ ହେଇଯାଉଛି, କାହିଁକିନା ପୃଥିବୀ ପୃଷ୍ଠରେ ଯେତେ ସମୁଦ୍ରର ବାଲିକଣା ରହିଛି, ତା ଭିତରୁ ଗୋଟିଏ ବାଲି ଗରଡ଼ା ସହିତ ବି ଆମର ଜ୍ଞାନ ସମାନ ହବ କି ନାହିଁ। ଜଣେ ବୈଜ୍ଞାନିକ କହିଥିଲେ ଯେ ଯଦି ସମୁଦ୍ରରେ ଯେତେ ବାଲିଗରଡ଼ା ଅଛି, ତା ଭିତରୁ ଗୋଟିଏ ବାଲିଗରଡ଼ା ଆଣି ତାକୁ ଖଣ୍ଡ ଭାଗ କରି ଯେତେ ଛୋଟ କରିପାରିବେ, ତାପରେ ଯୋଉ କଣାଟି ରହିବ ସେଇ ଅଂଶଟି ମାନେ ସମୁଦ୍ର ବାଲିର ସମଗ୍ର ସଂସାରର ସମୁଦ୍ର କୂଳରେ ଯେତେ ବାଲି ରହିଛି, ସେ ସବୁ ବାଲିର ଅନୁପାତରେ ସେଇ ଯୋଉ ଗରଡ଼ା ଖଣ୍ଡ ହେଲା ପରେ ଯୋଉ ଶେଷ କଣିକାଟି ସେତିକି ହଉଛି ଆମର ଜ୍ଞାନ ବା ମୋର ଜ୍ଞାନ ସେ କହୁଛି। କିନ୍ତୁ ସେୟାକୁ ନେଇକି ଆମେ ଗର୍ବ କରୁ ଏବଂ ସେଇ ସମୟରେ ଏଠି ଯୋଉଟା କହୁଛନ୍ତି ପ୍ରଭୁ, ସେହି ସମୟରେ ଦିବ୍ୟ ଜନନୀ ଆଦିଶକ୍ତି ପରମା ଜନନୀ ଯେତେବେଳେ ସେ ଆମକୁ ସ୍ପର୍ଶ କରନ୍ତି ମାନେ ଆମକୁ ତାଙ୍କର ଯୋଉ ବିଶାଳ ସମୃଦ୍ଧ ଜ୍ଞାନ ଏବଂ ଅତୀବ ନିବିଡ଼ ପ୍ରେମର ସହ ଆମକୁ ଆମର ଅଗ୍ରଗତି ପଥରେ ନେବା ପାଇଁ ଯେତେ ବି ଚେଷ୍ଟା କରନ୍ତି, ସେତେବେଳେ ଆମେ ତାକୁ ଅନୁଭବ କରିପାରିନଥାଉ। କାହିଁକି ନା ଆମେ ଆର ପ୍ରଭାବରେ ଏପରି ଭାବରେ ବନ୍ଦୀ ହେଇକି ରହିଥାଉ। ସେତେବେଳେ ସେ କହୁଛନ୍ତି, ତୁଳନା କରୁଛନ୍ତି ଯେ ଆମେ ସାନ ପିଲାଙ୍କ ପରି ଆଦୌ କାହାର ସାହାଯ୍ୟ ନ ନେଇ ସିଧା ହୋଇ ଚାଲିବାରେ ଆମର ସଫଳତାକୁ ନେଇ କେଡ଼େ ଗର୍ବ ଅନୁଭବ କରିଥାଉ। ପିଲାଟିଏ ଯେତେବେଳେ ଚାଲି ଶିଖିନଥିଲା, ଯେତେବେଳେ ସେ କାହାରି ସାହାଯ୍ୟ ନ ନେଇ ଚାଲିପାରେ, ସେତେବେଳେ ଆମେ ବେଳେ ବହୁତ ଗର୍ବ କରୁ, ଦେଖ ମୋ ପିଲା ଏମିତି ଚାଲିଲାଣି ବା ସେଇ ଯୋଉ ଗୋଟେ ଆଚିଭମେଣ୍ଟ, ସେଇ ପ୍ରକାରର ଗର୍ବ ଆମେ ଅନୁଭବ କରୁ। କିନ୍ତୁ ସେତେବେଳେ ଆମେ ଭୁଲି ଯାଉ ଯେ ଆମେ ଯାହାକୁ ଜ୍ଞାନ ବୋଲି କହୁଛୁ ସେ ହେଉଛି ଅଜ୍ଞାନ। କହୁଛନ୍ତି ଏତେ ଅଧିକ ପରିମାଣରେ ବିସ୍ମୃତ ହୋଇ ରହିଥାଉ ଯେ ଆପଣାର ଉତ୍ସାହ ଆମକୁ ଏମିତି ବିସ୍ମୃତ କରିଦେଇଥାଏ ଯେ ଆମେ ସେତେବେଳେ ଯୋଉ କହନ୍ତିନି ସ୍ୱର୍ଗ ଆଉ ଦି ଆଙ୍ଗୁଳି ଭଳିଆ ଦେଖାଯାଏ। ଗୋଟେ ଓଡ଼ିଆରେ ସବୁ କଥାରେ କହନ୍ତି
ଗାଁ ଗାଁରେ। ହଁ, ତାକୁ ତ ଆଉ ସ୍ୱର୍ଗ ଦି ଆଙ୍ଗୁଳି ଦେଖାଯାଉଛି, ଆଉ ଦେଖୁନ କେମିତି ସେଠି ହଉଛି। ଯେତେବେଳେ ଅଜ୍ଞାନ ଚାଲିଯିବ, ଆମେ ଜାଗ୍ରତ ହେବା, ସେତେବେଳେ ଯାଇକି ଅନୁଭବ କରିପାରିବା ଯେ ମୁଁ କେତେ ଅଜ୍ଞାନ ଭିତରେ ବୁଡି ରହିଥିଲି। ବ୍ୟକ୍ତି କିଏ ପାଠର ଜ୍ଞାନରେ ଜ୍ଞାନୀ ବୋଲି ନିଜକୁ ଗର୍ବ କରେ, କିଏ ସେ ତାର ଏତେ ବର୍ଷର ଅଭିଜ୍ଞତା ଅଛି ବୋଲି ନେଇ ଗର୍ବ କରେ, ଆଉ କିଏ ସେ ଏତେ ଅନୁଭୂତି ପ୍ରାପ୍ତ କରିଛି, ଏତେ ଉପଲବ୍ଧି ହେଇଛି, ଆଉ ତାକୁ ନେଇକି ସେ ଗର୍ବ କରେ। ତେଣୁ ଇଏ ସେଇଟାକୁ ଆମେ ଯଦି ସଂକଳ୍ପ ନ କରିବା, ନିଜେ ଚିହ୍ନି ପାରିବା ନାହିଁ। ଜ୍ଞାନ 463 ରେ ପ୍ରଭୁ ଲେଖୁଛନ୍ତି, ସେହି ପ୍ରଥମ ଅବସ୍ଥାରେ ମୁଁ ଯେତେଥର ପାପ ଭିତରେ ଯାଇ ପଡ଼ି ଯାଉଥିଲି, ସେତେବେଳେ ମୁଁ କ୍ରନ୍ଦନ କରୁଥିଲି ଓ ନିଜ ଉପରେ ପ୍ରକୁପିତ ହୋଇ ଉଠୁଥିଲି। ଏହି ଦୁର୍ଦ୍ଦଶା ପାଇଁ ମୁଁ ଭଗବାନଙ୍କ ବିରୁଦ୍ଧରେ ମଧ୍ୟ ରୁଷ୍ଟ ହୋଇ ପଡୁଥିଲି। ପରେ ମୁଁ ତାଙ୍କୁ ଏକଥା ପଚାରିବାକୁ ମଧ୍ୟ ସାହସ କଲି, ହେ ମୋର କ୍ରୀଡ଼ା ସଙ୍ଗୀ, ତୁମେ ମୋତେ ପୁନର୍ବାର ଆଣି ଏହି କର୍ଦ୍ଦମ ଭିତରେ କାହିଁକି ପକାଇଦେଲ? ତାପରେ ସେତିକି କହିବାଟା ମଧ୍ୟ ମୋ ମନରେ ଅତ୍ୟଧିକ ଦୁଃସାହସିକ ଏବଂ ଧୃଷ୍ଟତାପୂର୍ଣ୍ଣ ବୋଧ ହେଲା। ସେତେବେଳେ ମୁଁ କେବଳ ନୀରବ ହୋଇ ଠିଆ ହୋଇପାରିଲି, ମୋ ଆଖିର କୋଣ ଭିତରୁ ତାଙ୍କ ଆଡ଼କୁ ଅନାଇଲି ଏବଂ ଆପଣାକୁ ଧୌତ କରିନେଲି। ଏଠି ଯେତେବେଳେ ଆମ ଜୀବନରେ କିଛି ବାଧା ଆସି ପହଞ୍ଚିଯାଏ, ସମସ୍ୟା ଆସି ପହଞ୍ଚିଯାଏ, ସେତେବେଳେ ଆମେ ଆମର ଯେଉଁ ଅଜ୍ଞାନତା, ଆମର ପରମଙ୍କ ଉପରେ ନିର୍ଭରତା ନ ରଖିବାର ଯେଉଁ ତାକୁ କୁହନ୍ତୁ ଔଦ୍ଧତ୍ୟ ବୋଲି କୁହନ୍ତୁ, ତାକୁ ନେଇକି ମୁଁ ଏତେ ମତ୍ତ ହେଇକି ରହିଥାଏ, ଯେତେବେଳେ ସମସ୍ୟା ଆସେ, ଯେତେବେଳେ ବିପଦରେ ପଡ଼େ, ସେତେବେଳେ ମୁଁ ଦୋଷ ଦିଏ କାହାକୁ? ମୋର ଭାଗ୍ୟକୁ, ଭଗବାନଙ୍କୁ। ଏବଂ ଆମେ ସେତେବେଳେ କହୁ ଯେ ଭଗବାନ ଙ୍କର ନ୍ୟାୟ ବୋଲି କିଛି ନାହିଁ, ସେ ଅନ୍ୟାୟ କଲେ, ଇତ୍ୟାଦି ଇତ୍ୟାଦି। ସେତେବେଳେ ଭଗବାନଙ୍କ ବିରୁଦ୍ଧରେ ଆମେ ରୁଷ୍ଟ ହୋଇ ପଡୁ। ତେଣୁ କହୁଛନ୍ତି ଯେ ମୁଁ ସେତେବେଳେ ନିଜ ଉପରେ ପ୍ରକୋପିତ ହୋଇ ଉଠୁଥିଲି ଏବଂ ଏହି ଦୁର୍ଦ୍ଦଶା ପାଇଁ ମୁଁ ଭଗବାନଙ୍କ ବିରୁଦ୍ଧରେ ରୁଷ୍ଟ ହୋଇ ପଡୁଥିଲି। ସାଧାରଣତଃ ଆମେ ସମସ୍ତେ ତାହା ହିଁ କରିଥାଉ। ଏଇ ପ୍ରକୃତରେ ସତରେ ମୋ ଜୀବନର ପ୍ରତ୍ୟେକ ପାବଚ୍ଛରେ ଯୋଉ ଘଟଣା ଘଟୁଛି, କିଏ କଣ ପାଇଁ ଘଟୁଛି, କାହିଁକି ଘଟୁଛି, ସେଇ ଯୋଉ ରହସ୍ୟଟିକୁ ଯଦି ସତରେ ଜଣେ ଜାଣିବାକୁ ସଂକଳ୍ପ କରିବ, ସେତେବେଳେ ତା ଭିତରେ ଗୋଟିଏ ଜିନିଷ ନିହାତି ଆବଶ୍ୟକ, ସେଇଟା ହଉଛି ଆସ୍ପୃହା ରଖିବ, ମାଙ୍କ ପାଖରେ ପ୍ରାର୍ଥନା କରିବ, ଆସ୍ପୃହା ରଖିବ ନିରନ୍ତର। ଆଉ ଗୋଟିଏ କଥା ହେଲା, ନିଜକୁ ଗ୍ରହଣଶୀଳ କରି ରଖିବ, ନିଜକୁ ନେଇକି କେବେ ଗର୍ବ କରିବ ନାହିଁ। ନିଜର ଯୋଉ ସାମର୍ଥ୍ୟକୁ ନେଇ ସେ କେବେ ଔଦ୍ଧତ୍ୟାମି ଦେଖାଇବ ନାହିଁ। ତାହେଲେ ଯାଇ ଆମେ ଚିହ୍ନି ପାରିବା, ଜାଣିପାରିବା, ଅଗ୍ରଗତି ପାଇଁ ଯୋଉ ଯୋଉ ପଦକ୍ଷେପ ମୋର ଆବଶ୍ୟକ, ତାହାକୁ ମୁଁ ଭଲ ଭାବରେ ବୁଝିବା ପାଇଁ ଯଦି ପ୍ରାର୍ଥନା କରେ, ତେବେ ଉତ୍ତର ନିଶ୍ଚୟ ମିଳେ। ତାପରେ ସେଥିପାଇଁ କହୁଛନ୍ତି, ମୁଁ ତାଙ୍କୁ ଏକଥା ପଚାରିବାକୁ ସାହସ କଲି, ହେ ମୋର କ୍ରୀଡ଼ା ସଙ୍ଗୀ, ତୁମେ ମୋତେ ପୁନର୍ବାର ଆଣି ଏହି କର୍ଦ୍ଦମ ଭିତରେ କାହିଁକି ପକାଇଦେଲ? ଦେଖନ୍ତୁ, ଗୋଟେ ହଉଛି ଜଣେ ପଚାରିବା ଏବଂ ଜଣକୁ ଦୋଷ ଦେବା, ଏଇ ଦିଟା ଭିତରେ ଫରକ ହଉଛି, ଜଣେ ଦୋଷ ଦିଏ ଯେତେବେଳେ, ସେତେବେଳେ ସିଏ ନିଜକୁ ଉଚ୍ଚ ସ୍ଥାନରେ ରଖେ ଏବଂ ଅନ୍ୟ ଜଣଙ୍କ କୁ ଭୁଲ ଦେଖାଏ, ଦୋଷ ଦିଏ, ଇତ୍ୟାଦି ଇତ୍ୟାଦି। ଜଣେ ଯେତେବେଳେ ପଚାରେ, ତା ଭିତରେ କିଞ୍ଚିତ ପରିମାଣରେ ଜିଜ୍ଞାସା ଆସିଥାଏ,
ତାର ଦୁର୍ବଳତା ପ୍ରତି ସେ ଯଦିଓ ପୂର୍ଣ୍ଣତଃ ସଚେତନ ହେଇନାହିଁ, ଏବେ ବି ସେ ଭାବୁଛି ଯେ ମୁଁ ଯାହା କରିଛି ବା ମୋର ସାମର୍ଥ୍ୟ ଅଛି, ମୋ ପ୍ରତି ଅନ୍ୟାୟ କରାଯାଇଛି। କିନ୍ତୁ ତା ଭିତରେ ଆଉ ଗୋଟେ ଜିନିଷ ଟିକେ ଆରମ୍ଭ ହେଇଛି, ସେଟା ହଉଛି ଯେ ସେ ନିଜକୁ ଏତେ ଶ୍ରେଷ୍ଠ ବୋଲି ମନେ କରିନାହିଁ, ଭାବୁଛି କାଳେ କୋଉଠି ରହିଗଲା କି। କିନ୍ତୁ ସେତେବେଳେ ବି ଆପଣ ଉତ୍ତର ପାଇବେ କଣ, ଦେଖୁଛନ୍ତି ଯେ ସେତିକି କହିବାଟା ମଧ୍ୟ ମୋ ମନରେ ଅତ୍ୟଧିକ ଦୁଃସାହସିକ ଏବଂ ଧୃଷ୍ଟତାପୂର୍ଣ୍ଣ ବୋଧ ହେଲା। ମାନେ ଏଇ ଯୋଉ ପଚାରିବାଟାକୁ ବି, କାହିଁକିନା ସେତେବେଳେ ବି ମୋ ଭିତରେ ସେଇ ଅହଙ୍କାରଟି ଥାଏ, ନିଜେ ଠିକ ବୋଲି ଥାଏ। ସେଥିପାଇଁ ପ୍ରଭୁ କହୁଛନ୍ତି ସେଟା ହଉଛି ମୋର ଏକ ଧୃଷ୍ଟତାପୂର୍ଣ୍ଣ କାର୍ଯ୍ୟ, ଯୋଉ ପଚାରିବାଟା, ଏବଂ ଦୁଃସାହସିକ ସେ ଦୃଷ୍ଟିରୁ। କାହିଁକିନା ସେତେବେଳେ ପର୍ଯ୍ୟନ୍ତ ବି ମୋ ଭିତରେ ଗ୍ରହଣଶୀଳତା ଆସିନାହିଁ। ତେଣୁ ମୁଁ ମୋ ଭିତରେ ସେ ପ୍ରକାରର ପ୍ରଶ୍ନ ଏକ ରାଜସିକ ପ୍ରବୃତ୍ତି ସହିତ ଆସିଛି, ଯୋଉଠିକି ମୁଁ ପଚାରୁଛି। ତାପରେ କହୁଛନ୍ତି, ମୁଁ ସେତେବେଳେ ନୀରବ ହୋଇ ଠିଆ ହେଇପାରିଲି, ମୋ ଆଖିର କୋଣ ଭିତରୁ ତାଙ୍କ ଆଡକୁ ଅନାଇଲି ଏବଂ ଆପଣାକୁ ଧୌତ କରିନେଲି। ଯେତେବେଳେ କୌଣସି ଟିକକ ବି, ଏତିକି ଛୋଟିଆ ଟିକକ ବି ଯଦି ମୋ ଭିତରେ ଗ୍ରହଣଶୀଳତା ଷ୍ଟାର୍ଟ ହୁଏ ବା ଆରମ୍ଭ ହୁଏ, ତେବେ କଣ ହୁଏ, ସେଇ ଗ୍ରହଣଶୀଳତା ମଧ୍ୟ ଦେଇକରି ତାଙ୍କ କୃପା କାର୍ଯ୍ୟ କରିଥାଏ। ତେଣୁ ସେଥିପାଇଁ ପ୍ରଭୁ କେତେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି, କହୁଛନ୍ତି ମୋ ଆଖିର କୋଣ, ମୁଁ ନୀରବ ହୋଇ ଠିଆ ହେଇପାରିଲି ଯେତେବେଳେ ମୋ ଭିତରେ ଏଇ ଯୋଉ ଭାବ ଆସିଲା, କଣ ମୁଁ ଧୃଷ୍ଟତା କରୁନାହିଁ ତ, ମୁଁ ଏକ ମାନେ ଅତି ଦୁଃସାହସିକ ଦେଖେଇବାକୁ ଯାଇକି କିଛି ଭୁଲ କରି ବସୁନାହିଁ ତ, ସେତେବେଳେ ନୀରବ ହେଇଯାଏ ମନ। ଏବଂ ନୀରବ ଯଦି ମନ ହେଇଗଲା ଏବଂ ନିଜ ଭିତରେ ଟିକେ ବି କୋଉ କୋଣ ଭିତରେ ଗ୍ରହଣଶୀଳତା ରହିଲା, ତେବେ ସେଇ ଗ୍ରହଣଶୀଳତା ମଧ୍ୟ ଦେଇ ତାଙ୍କର କୃପା କାମ କରେ ଏବଂ ଆମକୁ ସେ ଲେଖୁଛନ୍ତି ବଢିଆ ଭାବରେ, ଯେ ଆପଣଙ୍କୁ ଧୌତ କରିନେଲେ, ଆପଣାକୁ ଧୌତ କରିନେଲେ, ଧୋଇଦେଲେ। ମା ତାର ସାରାଂଶରେ ଗୋଟେ ଲାଇନରେ କହୁଛନ୍ତି, ଆପଣାର ଗୁଣ ସାମର୍ଥ୍ୟକୁ ନେଇ ମନୁଷ୍ୟ ଯେତେବେଳେ ପର୍ଯ୍ୟନ୍ତ ଗର୍ବ କରିବାରେ ଲାଗିଥାଏ, ସେତେବେଳେ ପର୍ଯ୍ୟନ୍ତ ତାକୁ ନମନୀୟତାର ଶିକ୍ଷା ଦେବା ଲାଗି ସର୍ବୋଚ୍ଚ ପରମ ପ୍ରଭୁ ବାର ବାର ପାପ ଭିତରେ ଆଣି ପକାଇ ଦେଉଥାନ୍ତି। ମନୁଷ୍ୟ ଯେତେବେଳେ ପର୍ଯ୍ୟନ୍ତ ଗର୍ବ କରୁଥାଏ, ସେତେବେଳେ ତା ଭିତରେ ନମନୀୟତା ଶିକ୍ଷା ଆବଶ୍ୟକ। ସେଇଥିପାଇଁ ହିଁ ସବୁବେଳେ ସିଏ ବାରମ୍ବାର ସେଇ ପରିସ୍ଥିତି ଭିତରେ ପଡି ରହୁଥାଏ। ଏଇ କଥା ଆମେ ବାରମ୍ବାର କଥା ହଉଛନ୍ତି, ଯେ ପର୍ଯ୍ୟନ୍ତ ଆମ ଭିତରେ ନମନୀୟତା ନାହିଁ, ଗ୍ରହଣଶୀଳତା ନାହିଁ, ସେତେବେଳେ ପର୍ଯ୍ୟନ୍ତ ସେଇ ଦୁର୍ଦମନୀୟ ପରିସ୍ଥିତି ବାରମ୍ବାର ଆସିବ। ମା ଜ୍ଞାନ 464, ପରମେଶ୍ୱର ଏହି ଜୀବନର ଏପରି ଏକ ଯୋଜନା କରି ରଖିଛନ୍ତି ଯେ, ପରମେଶ୍ୱର ଏହି ଜୀବନର ଏପରି ଏକ ଯୋଜନା କରି ରଖିଛନ୍ତି ଯେ, ଏଠାରେ ଜଗତ ଆତ୍ମାର ପତିତ ହୋଇ ରହିଛି। କୃଷ୍ଣ ତାହାର ଦିବ୍ୟ ଉପପତି ହୋଇ ରହିଛନ୍ତି। ଜଗତ ନିକଟରେ ଆମର ସେବାର ଋଣ ପରିଶୋଧ କରିବାର ଅଛି ଏବଂ ଏକ ବିଧାନ ଦ୍ୱାରା ଏକ ବାଧ୍ୟକାରୀ ଅଭିମତ ଏବଂ ଦୁଃଖ ସୁଖର ଏକ ସାଧାରଣ ଅନୁଭୂତି ଦ୍ୱାରା ବନ୍ଧା ହୋଇ ରହିଛୁ। ମାତ୍ର ଆମ ହୃଦୟର ସକଳ ଆରାଧନା ଏବଂ ଆମର ମୁକ୍ତ ତଥା ଗୁପ୍ତ ଆନନ୍ଦ ଆମର ସେହି ପରମ ପ୍ରେମିକଙ୍କ ଲାଗି ଉଦ୍ଦିଷ୍ଟ ହୋଇ ରହିଛି। ଯୋଉ ଏଠି ବର୍ତ୍ତମାନର ଯୋଉ ପରିସ୍ଥିତି, ଆମର ନିଜର ସ୍ଥିତି ଏବଂ ସାମାଜିକ ସ୍ଥିତି, ଭୌଗୋଳିକ ସ୍ଥିତି, ସବୁ ପ୍ରକାର ସ୍ଥିତିକୁ ଯଦି ଲକ୍ଷ୍ୟ କରାଯାଏ, ଏବେ ମଧ୍ୟ ଯେହେତୁ ପୂର୍ଣ୍ଣ ସଚେତନ ହେଇନାହାନ୍ତି ଆମେ, ତେଣୁ ସେତେବେଳେ ଆମେ ଆମ ପାଇଁ କୃଷ୍ଣ, ଯେମିତି କହୁଛନ୍ତି କୃଷ୍ଣ ତାହାର ଦିବ୍ୟ ଉପପତି ହୋଇ ରହିଛନ୍ତି। ଏବେ ପର୍ଯ୍ୟନ୍ତ ବି ଆମେ ଶୁଦ୍ଧ ଦୀପ୍ତିମୟ ଦିବ୍ୟ ଆନନ୍ଦ ତାକୁ ପୂର୍ଣ୍ଣ ମାତ୍ରାରେ ଆମର ଉଚ୍ଚ ଆସନ ଦେଇନାହୁଁ। ତେଣୁ
ଏଠି ପ୍ରଭୁ ବର୍ଣ୍ଣନା କରୁଛନ୍ତି ଯେ ଏଠାରେ ଜଗତ ଆତ୍ମାର ପତି ହୋଇ ରହିଛି, ମାନେ ବାହ୍ୟ ଜଗତ ପତି ମାନେ ସ୍ୱାମୀ, ଯୋଉ ମାଷ୍ଟର, ଏଇ ଅର୍ଥରେ କହୁଛନ୍ତି। ଟିକେ ଆମେ ଇଂଲିଶଟା ଦେଖିଦେବା, ଟିକେ ଇଂଲିଶଟା ଦେଖେ। God has so arranged life that the world is the soul's husband. Krishna is Krishna its divine paramour. We owe a debt of service to the world and are bound to it by a law, a compelling opinion, and a common experience of pain and pleasure. But our hearts worship and our free and secret joy are for our lover. ଆମେ ଅଜ୍ଞାନତାର ସେଇ ବହୁ ବନ୍ଧନ ଭିତରେ ନିଜକୁ ରଖିଥାଉ, ତେଣୁ ବାହ୍ୟ ଜଗତ ଆମ ପାଇଁ ସର୍ବସ୍ୱ ହୋଇକି ରହିଥାଏ ଏବଂ ପରମଙ୍କର ଉପସ୍ଥିତି ବା ପରମ ବା କୃଷ୍ଣ ଭଗବାନ ଆମ ପାଇଁ ସେକେଣ୍ଡାରୀ ହୋଇକି ରହିଥାନ୍ତି। ଆମେ ଯେଉଁ କଥାରେ ବୁଝିବା ସେକେଣ୍ଡାରୀ କହିଲେ ବୁଝି ହେଉଛି ବେଶୀ ଭଲ ଭାବରେ, ସେକେଣ୍ଡାରୀ ହେଇକି ରହିଥାନ୍ତି। ତେଣୁ ଜଗତ ନିକଟରେ ଆମର ଯେମିତି ସେ ଆମକୁ ଯେମିତି ଦେଇଛି ତାର ଋଣ ଆମେ ପରିଶୋଧ କରିବା। ତେଣୁ କ'ଣ କରୁ? ଜଗତର ଯେଉଁ ନିୟମ ରହିଛି ସେଇ ନିୟମ ଦ୍ୱାରା ଆମେ ବନ୍ଧା ହେଇକି ଚାଲୁ। ତେଣୁ ଯେତେବେଳେ ତାକୁ ଆମେ, ଏଠି ସିମ୍ପଲ କଥା ମନେ ରଖିବା, ଯାହାକୁ ଆମେ ଗୁରୁତ୍ୱ ଦେଇଛୁ, କଥାରେ କହିଲେ ଯାହା ପାଖରେ ଆମେ ମୁଣ୍ଡ ବିକି ଦେଇଛୁ, ତାର ନିୟମ ଆମେ ମାନିବାକୁ ବାଧ୍ୟ। ଇଏ ସାଧାରଣ କଥା। ତେଣୁ ଯେତେବେଳେ ବାହ୍ୟ ଜଗତର ଯୋଉ ଚାକଚକ୍ୟ, ଯୋଉ ଚାକଚମକ, ତାକୁ ନେଇକରି ମୁଁ ଗର୍ବ ଅନୁଭବ କରୁଛି ଏବଂ ତାକୁ ଗୁରୁତ୍ୱ ଦେଇଛି, ତାର ଶ୍ରେଷ୍ଠ ତାକୁ ସ୍ୱୀକାର କରିଛି, ସେତେବେଳେ ପର୍ଯ୍ୟନ୍ତ ତାର ନିୟମରେ ବାନ୍ଧି ହେଇକି ରହିବି। ଆମେ ସେଦିନ କଥା ହଉଥିଲେ ଯେ ଆମେ ଯିଏ ଯୋଉ ଅବଜେକ୍ଟିଭ ନେଇ କାମ କରୁଛନ୍ତି, ଯେତେବେଳେ ଆମେ ରୂପାନ୍ତରର ଏକ ନୂତନ ପାବଚ୍ଛ କଥା ସଂସ୍ପର୍ଶରେ ଜାଣିଲେ ଏବଂ ସେଇ ନିମନ୍ତେ ଅତିମାନ ଶକ୍ତି ଆମ ଭିତରେ କିପରି କାର୍ଯ୍ୟ କରିବ ଆମକୁ ପ୍ରସ୍ତୁତ କରିବା ନିମନ୍ତେ, ଏବଂ ଅନେକ ବ୍ୟକ୍ତି ନିଜର ଆଧାର ପ୍ରସ୍ତୁତ କରିବା ନିମନ୍ତେ ଆମେ ଯେତେବେଳେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର କଲେ, ତାର ଅବଜେକ୍ଟିଭ ଥିଲା ଅତିମାନସ ଶକ୍ତିର ଯେଉଁ ଅବତରଣ, ତାର ଯେଉଁ କ୍ରିୟା, ସେଥିରେ ମନୁଷ୍ୟ ଜାତି ସାମୂହିକ ଭାବେ ସହଯୋଗ କରିବା ପାଇଁ ମନୁଷ୍ୟମାନଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା, ମନୁଷ୍ୟମାନଙ୍କୁ ପ୍ରସ୍ତୁତ କରାଇବା। ସେଇଟାକୁ ନେଇ ଦେଖେଇବାକୁ ଯାଇ ବେଳେବେଳେ ଆମେ ଦେଖିଛୁ, ଆମେ ସାଧାରଣ ସମାଜ ଯୋଉ ନିମ୍ନ ପ୍ରାଣ ବା ନିମ୍ନ ମନର ଗତିବୃତ୍ତି ହେଇ ବଶବର୍ତ୍ତୀ ହେଇ ପରିଚାଳିତ ହେଉଥାନ୍ତି, ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଳେବେଳେ ଆମେ ମଧ୍ୟ ସେହି ପ୍ରକାରର କାର୍ଯ୍ୟ କରି ତାଙ୍କର ଆକର୍ଷଣ ବା ତାଙ୍କୁ ଆମ ଆଡ଼କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁ। କିନ୍ତୁ ଆମେ ଆମର ଅବଜେକ୍ଟିଭକୁ ଭୁଲି ଯାଉ। ତାପରେ ଧୀରେ ଧୀରେ ଆମେ ଏମିତି ଭୁଲି ଯାଉ, ତାପରେ ଆମେ ଯୁକ୍ତି ବାଢ଼ୁ ଯେ ସେଇଗୁଡ଼ାକ ଫଳରେ ଲୋକ ତ ଯାହା ବି ହେଲେ ମାଙ୍କ ପାଖକୁ ତ ଆସୁଛନ୍ତି। ଇଏ ହେଉଛି ଏକ ନିଜ ପ୍ରତି ଏକ ମିଥ୍ୟା ଆଶ୍ୱାସନା ଏବଂ ଆତ୍ମପ୍ରବଞ୍ଚନା। ଏଇଟା ଆମେ ଏଇ ଥଟ୍ସ ଆଣ୍ଡ ଆଫର୍ମେସନରେ ପଢ଼ି ସାରିଛନ୍ତି। ଏଇଟାକୁ ମା ଲେଖୁଛନ୍ତି, ଏଇଟା ହେଉଛି ଆତ୍ମପ୍ରବଞ୍ଚନା, ନିଜକୁ ନିଜେ ଠକିବା। ତେଣୁ ଯେତେବେଳେ ପର୍ଯ୍ୟନ୍ତ ଆମେ ବାହ୍ୟ ଜଗତର ଏବଂ ନିଜର ଆତ୍ମବଡ଼ିମା, ନିଜର ଗର୍ବ, ନିଜର ଯେଉଁ କହନ୍ତି ନା ମୋ କଥା ରହିବ, ମୁଁ ଯାହା କହିବି ସେୟା ହବ, ମୁଁ ମୁଖ୍ୟ ହେଇକି ରହିବି, ଇଏ ସବୁ ଯେ ପର୍ଯ୍ୟନ୍ତ ଆମ ଭିତରେ ରହିଥିବ, ସେ ପର୍ଯ୍ୟନ୍ତ ଏ ଜଗତର ନିୟମ ଦ୍ୱାରା ମୁଁ ବନ୍ଧା ହେଇକି ରହିଥିବି। ଯଦି କୌଣସି ବ୍ୟକ୍ତି ଚାହେଁ ଏଥିରୁ ମୁକ୍ତ ହେବା ପାଇଁ, ଏଇ ଯେଉଁ ଦୁଃଖ ସୁଖର ଯେଉଁ ସାଧାରଣ ଅନୁଭୂତି ଦ୍ୱାରା ସେ ବାନ୍ଧି ହେଇ ରହିଛି, ତା ଦେହରୁ ଯଦି ମୁକ୍ତି ହେବାକୁ ଚାହେଁ, ତେବେ ଗୋଟିଏ ମାତ୍ର ମନେ ରଖିବା, କ'ଣ? ଆମ ହୃଦୟର ସକଳ ଆରାଧନା ଏବଂ ଆମର ମୁକ୍ତ ତଥା ଗୁପ୍ତ ଆନନ୍ଦ ଆମର ସେହି ପରମ ପ୍ରେମିକଙ୍କ ଲାଗି ଉଦ୍ଦିଷ୍ଟ ହୁଏ। ଆମର ସବୁ କିଛି ବଡ଼ ଆରାଧନା ବାହାରକୁ ଯାହା ଦେଖାଯାଉଛି,
ଏବଂ ମୋ ଭିତରେ ଯାହା ରହିଛି ଗୁପ୍ତ ରହିଛି, ମୁଁ କଣ ଚିନ୍ତା କରୁଛି, ମୁଁ କଣ ଭାବୁଛି, ମୁଁ କଣ ଅନୁଭବ କରୁଛି, ମୋର କିଛି ଉପଲବ୍ଧି ହେଇଛି କି, ଯେତକ ଗୁଡ଼ିକ ଗୁପ୍ତ ଆନନ୍ଦ, ଏସବୁ ଏସବୁ କେବଳ ପରମ ପ୍ରେମିକଙ୍କ ଲାଗି ଉଦ୍ଦିଷ୍ଟ ହେଇ ରହିଛି। ଏହି ଅନୁଭବର ସହିତ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ଏବଂ ସେଥିପାଇଁ ଆମକୁ ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ ଆମେ କିପରି ସେଇ ଉଦ୍ଦିଷ୍ଟ ରଖି କାମ ଆମେ କରିବା। ମା ମା, ଥ୍ୟାଙ୍କ ୟୁ ଅଲ୍ ଅରବାର ମା।